ମାଉସୀ ଏତେ ପଇସା ନେଇ କୁଆଡ଼େ ଯାଉଛ? ହଁ କଟକ ଯାଇଥିଲି। କଟକ ଯାଇଥିଲ? କୁଆଡ଼େ ପଇସା ଗୁଡ଼ା ଖେଳେଇ ଖେଳେଇ ନେଇକି ଯାଉଛ? ମୁଁ ଜାଣିନି ଏତେ କଥା। ଘରକୁ ଯିବ? ହଁ। ଘର କୋଉଠି? ଅଳୁଆ। ପାଖକୁ ଦେଖ କୋଉଠି? ଇନ୍ଦୁପୁର। ଇନ୍ଦୁପୁର କେନ୍ଦ୍ରାପଡ଼ା। ଜାଣିନି ମୁଁ ଜାଣିନି ଏତେ କଥା କରନା। କ'ଣ ତମକୁ କ'ଣ ଲାଗୁଛି ବିଜେଡ଼ି ଏ ସରକାର ସମୟରେ ଯାହା ସବୁ ଭଲ ହେଇଥିଲା ବିଜେପି ତାହା କରିପାରିବ? ତମେ ତାହେଲେ କ'ଣ କହିଲା? ବିଜେଡ଼ି ସରକାର ଯାହା କରିଥିଲା ବିଜେପି ତାହା କରିପାରିବ? କାହିଁ କରିପାରିବନି? କାହିଁକି କରିପାରିବନି ବ୍ୟାଖ୍ୟା କର। ସେମାନେ ତ ଦେଶ ଚଳାଉନାହାନ୍ତି, ଦେଶ ଚଳାଉଛନ୍ତି ଆଇଏଏସ୍ ଅଫିସର ମାନେ। ଦେଶରେ ବିଧାନସଭା ନ ରହିଲେ କ'ଣ ସରକାର ଚାଲିପାରିବନି? ରାଷ୍ଟ୍ରପତି ଶାସନ କ'ଣ ହେଇକି ଶାସନ ଚାଲିପାରୁନି? ଆପଣଙ୍କର ତ ବୈଜୟନ୍ତ ବାବୁ ଜିତିଗଲେ। ଆଜ୍ଞା ହଁ ତ ଆପଣ ବୈଜୟନ୍ତ ବାବୁ ଭୋଟ ଦେଇଥିଲେ? ହଁ। କ'ଣ ପାଇଁ ଦେଇଥିଲେ? ମଝିରେ ଦେଇନଥିଲେ ଅନୁଭବ ମହାନ୍ତିକୁ ଦେଇଥିଲେ? ତାଙ୍କ ବ୍ୟକ୍ତିତ୍ୱ ଆମକୁ ଭଲ ଲାଗେ, ଆମେ ତାଙ୍କୁ ଭଲ ପାଉ ସେଥିପାଇଁ। ନିଶ୍ଚୟ। ତା ଆଗରୁ କହୁନଥିଲ? ତା ଆଗରୁ ମଧ୍ୟ ଦେଇଥିଲୁ କିନ୍ତୁ ପାଇନଥିଲେ। ଜିତୁନଥିଲେ। ଏଥର କେମିତି କ'ଣ ହେଲା? ଯାଦୁଆରା ଜିତିଗଲେ? ଟଙ୍କା ବଣ୍ଟା ହେଲା ଜୋରେ? ନା ଟଙ୍କା ଟଙ୍କାରେ କୌଣସି ଭୋଟ ହେଇପାରେ ନା। ଆପଣ ବିଜେଡିରୁ ନେଇନାହାନ୍ତି? ବିଜେଡିରୁ ନେଇନୁ। ବିଜେପିରୁ? ନା ଆମକୁ କେହି ଟଙ୍କା ପଇସା ଦିଅନ୍ତିନି, ଆମେ ସାଧାରଣ ଲୋକ, ଆମକୁ ଦେବ କିଏ? ସାଧାରଣ ଲୋକ ବି ବଟା ଯାଏ? ନା ଆମକୁ କେହି ଦେଇନାହାନ୍ତି। ସାଧାରଣ ଲୋକମାନେ ବେଶୀ ପଇସା ନିଅନ୍ତି? ନା ନା ଚିକେନ ଟିକେ ଖାଇବେ, ଭୋଜି ଟିକେ ହବ? ନା 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 ଆମକୁ ସେମିତି ଫ୍ୟାସିଲିଟି ମିଳିନାହିଁ। ଆପଣ ଆମେ ମଧ୍ୟ ଖାଇବାକୁ ଯିବୁ ନାହିଁ କି ଆମକୁ କେହି ଖାଇବାକୁ କହିବେନି। ଆମର ନିଜର ବ୍ୟକ୍ତିତ୍ୱ ଯେତିକି ଅଛି ସେତିକିରେ ଲୋକମାନେ ଆମକୁ ଭଲ ପାଆନ୍ତି, ଆମକୁ ସେସବୁ କାମରେ କେବେ ଡାକିବେନି। ଗଲା ସରିଲା ଆଉ ଭାଇ ମଜା କହନ୍ତି କାହିଁ ଆମେ ପଇସା ନେବୁ କ'ଣ ଦରକାର? ହଁ ଭାଇ ନା କୁଆଡ଼େ ଯିବେ? ବର୍ତ୍ତମାନ ରାଜ୍ୟ ସରକାର ବିଜେପିର ଆପଣଙ୍କୁ ଲାଗୁଛି ଭଲ ସବୁ ହବ? ଭଲ କ'ଣ ଭଲ ହବ ଟିକେ ବ୍ୟାଖ୍ୟା କହିବା ମୋ ଆଚ୍ଛା ଦିଦି କ'ଣ କହିବେ ବର୍ତ୍ତମାନ ବିଜେପି ସବୁ ଭଲ କରିବ? କେମିତି ଜାଣିବୁ? ତାହେଲେ ଆମର ଚାରି ଦ୍ୱାର ଖୋଲା ହେଇଗଲା ଭଲ ନା ଖରାପ ହେଲା? ନା ଖରାପ ନା ଭଲ ନା? ଭଲ ହେଲା। ହଁ ଆପଣଙ୍କୁ ଭଲ ଲାଗୁଛି? ମୁଁ ଆଉ ଜାଣିଛି ନା, ଭିଡ଼ ହଉନି? ମୁଁ ଯାଇନାହୁଁ। ଯାଇନ ଗଲେ ଜାଣିବେ। ହଉ ଦିଦି ଆମର ଯିବେ ଚାରି ଦ୍ୱାର କ'ଣ କହିବେ ଭାଇ ନା ଚାରି ଦ୍ୱାର ଯେଉଁ ଖୋଲିଗଲା ତାକୁ କ'ଣ କହିବେ? ଭଲ ଅଛି। ଭଲ ଅଛି ଭିଡ଼ ହଉ ଅସମ୍ଭାଳ ସେ ତ ଆଗରୁ ରଜାମାନେ ବି କରୁଥିଲେ ଚାରିଦ୍ୱାର ନା, ରଜା କରୁଥିଲେ, ଇଏ ବନ୍ଦ ବାନ୍ଦ କରିକି ଯାଉଛନ୍ତି ଛାଡୁନୁ। ଭିଡ଼ ହେଲେ ସିନା ଜାଣିବେ ଲୋକ ଅସୁବିଧା ସୁବିଧା କ'ଣ। ଯେ ଚାରିଦ୍ୱାରଟା ଯିଏ ବନ୍ଦ କରୁଥିଲା ସିଏ କୌଣସି କାରଣରୁ ଜାଣିଥିଲା ଯେ ଏଇଟାକୁ ବନ୍ଦ କରୁଥିଲା, ଯିଏ ଖୋଲିଲେ ସିଏ ଜାଣନ୍ତୁ ଯେ ଭିଡ଼ ହେବା ଦ୍ୱାରା କ'ଣ ଅସୁବିଧା ସୁବିଧା ହେଉଛି, ବୁଝିପାରୁଛ ନା? ମୁଁ ଯାଇନି ପୁରୀ, କିନ୍ତୁ ଆମ ଘର କେନ୍ଦ୍ରାପଡ଼ା, ମୁଁ ଯାଇନି ପୁରୀ, କିନ୍ତୁ ଯେଉଁ ଅସୁବିଧା ହେଉଛି ବର୍ତ୍ତମାନ ଲୋକ ଜାଣନ୍ତୁ ଆଉ ସେ ସରକାର ବି ଜାଣେ, ବୁଝିପାରୁଛନ୍ତି? ଆପଣ ଅଂଶୁମାନଙ୍କୁ ନ ଦେଇ ବୈଜୟନ୍ତ ପଣ୍ଡାକୁ ଦେଇଦେଲେ ଅଂଶୁମାନ ହାରିବ? ସେମିତି କ'ଣ ମାନେ ଲେଖା ହେଇଛି ମୁଁ ବିଜେଡ଼ି ହଉ କ'ଣ? ଆଚ୍ଛା ହଉ ଭାଇନା ଏତେ କଥା କହିସାରିଲା ପରେ ଏପଟକୁ ଆସ ଆଉ କିଛି ପଚାରି ବୁଝିବା। ଏଇଠି ଆମର ଆଜି କେନ୍ଦ୍ରାପଡ଼ାରୁ ଭାଇମାନେ ସବୁ ଆସିଛନ୍ତି। ହଁ ଏଇଠି ତ ସବୁ କେନ୍ଦ୍ରାପଡ଼ିଆ ଭାଇ ସବୁ ଆଉ ବୁଲି ବୁଲି ଗଲେ ବିଷ୍ଣୁ 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 ବିଷ୍ଣୁ। ଆଚ୍ଛା ଆଚ୍ଛା ସାର୍ ଚାରି ଦ୍ୱାର ଖୋଲିଲା ଆପଣଙ୍କୁ ଲାଗୁଛି ଠିକ୍ ହେଇଛି? ହଁ ସେଟା ଠିକ୍ ଅଛି, ସେମାନେ ଯାଇଛନ୍ତି ବି ଦେଖିଛ, ଆମେ ତ ଆଉ ଯାଇପାରିନେ, ଠାକୁରଙ୍କ ଆଶୀର୍ବାଦ ନାହିଁ ଯାଇପାରିନେ। ଆଉ ଯେଉଁ ଭିଡ଼ଟା ହେଉଛି ଅସମ୍ଭାଳ ଭିଡ଼ ସେଟା ଜାଣିନେ, ଆମେ ଯାଇନେ ତ ଆଉ। ଚାରି ଦ୍ୱାର ଖୋଲା ହେଲା ଠିକ୍ ନାହିଁ? ଯାହା ସରକାର ନିଷ୍ପତ୍ତି ନେଇଛନ୍ତି ସମସ୍ତଙ୍କ ପାଇଁ ନେଇଥିବେ, ଚିନ୍ତା କରିଥିବେ। ବର୍ତ୍ତମାନ ଭିଡ଼ଟା ହେଉଛି ଅସମ୍ଭାଳ ଭିଡ଼, ତାକୁ ଠିକ୍ରେ ମ୍ୟାନେଜ୍ କଲେ ହେଇଯିବ। ତାମାନେ ବର୍ତ୍ତମାନ ଯାହା ହେଉଛି ରାଜ୍ୟ ସରକାର ଦାୟୀ ନୁହଁ, ପ୍ରଶାସନ ଦାୟୀ। ହଁ ତୁମେ ଭିଡ଼ଟାକୁ ନିୟନ୍ତ୍ରଣ କରିପାରିବ ନାହିଁ, କାହିଁ ଆଇଏସ୍ ହେଇକି ବସିଛ? ହଁ ଏରେ ତୁମେ ଯଦି ଭିଡ଼କୁ ନିୟନ୍ତ୍ରଣ ଠିକରେ କରିପାରନ୍ତ ବିରୋଧୀମାନଙ୍କ କହିବା ପାଟିରେ କ'ଣ ଚେନ୍ ଦେଇ ଦିଅନ୍ତେ, ହଁ କି ନାହିଁ? ନା କ'ଣ କହିବି? କ'ଣ କହିବେ? ଏଇ ଯେଉଁ ଚାରି ଦ୍ୱାର ଭିଡ଼ ହେଉଛି ଭିଡ଼ ଆଜ୍ଞା କାହିଁକି ହେଉଛି? ପ୍ରଶାସନ ପାଇଁ ଭିଡ଼ ହେଉଛି ନା, ତାକୁ ଟିକେ ଠିକ୍ ଲାଇନ୍ରେ ଯଦି ଚଲାନ୍ତେ। ଯଦି ଆପଣଙ୍କୁ ଦାୟିତ୍ୱ ଦିଆଯାଏ ଆପଣଙ୍କୁ ପ୍ରଶାସନିକ ଆଇଏଏସ୍ର ଯେଉଁ ଅଛନ୍ତି ମାନେ ପୁରୀ ପ୍ରଶାସକ ଯେଉଁ ଅଛନ୍ତି ଶ୍ରୀମନ୍ଦିରର ଆପଣଙ୍କୁ କୁହାହେବ ଭିଡ଼କୁ କଣ୍ଟ୍ରୋଲ କରନ୍ତୁ, କରିପାରିବେ? ନାଇଁ ନାଇଁ ଆମେ କେମିତି କଣ୍ଟ୍ରୋଲ କରିବୁ? କିନ୍ତୁ ପ୍ରଶାସନ ତ ଲୋକ ରଖିକି କଣ୍ଟ୍ରୋଲ କରିବ ନା। ଆଉ ନନା କଣ୍ଟ୍ରୋଲ କାହିଁ କରିବେ? ନନା କମ୍ପ୍ଲେନ୍ କରିବେ, ତମେ ଯାହା କରୁଛ କର, ଭିଡ଼କୁ ନିୟନ୍ତ୍ରଣ କର ନା କ'ଣ? ହଁ ହଁ ଚାଲ ଏଇଠି ଜଣେ ସାର୍ ଅଛନ୍ତି। ସାର୍ ବର୍ତ୍ତମାନ ଚାରି ଦ୍ୱାର ଖୋଲିଗଲା, ଆକୁ ନେଇ କ'ଣ କହିବେ? କୁଆଡ଼େ ଚାରି ଦ୍ୱାର ଯେଉଁ ଖୋଲିଗଲା ଆପଣ ଖୁସି? ଖୁସି। ଆପଣ ଯାଇଛନ୍ତି ପୁରୀ ବୁଲିକି ଆଇଲେ? ମୁଁ ଯାଇନାହିଁ। ଆଚ୍ଛା ଏ ଯେଉଁ ଭିଡ଼ ହେଉଛି ତାକୁ ନେଇ କ'ଣ କହିବେ? ମୁଁ ତ ଯାଇନି, ସେ ବିଷୟରେ କ'ଣ କହିବି? ଭିଡ଼ ହେଉଛି ଭିଡ଼ ହେଉଛି
ଲୋକ ଚାଲୁଛନ୍ତି ଦେଖିବା ପାଇଁ ଆଉ କ'ଣ ହେଲା ଆଉ ଦେଖିବା ପାଇଁ ଆଉ ଜଣେ ସେଠି ଅଛନ୍ତି। ଆଚ୍ଛା ଭାଇ ସାର୍ ଚାରିଦ୍ୱାର ଖୋଲିଗଲା ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା ଯେଉଁ ଭିଡ଼ ହେଉଛି ଏଥିପାଇଁ ଦାୟୀ କିଏ? ପବ୍ଲିକ୍ ପବ୍ଲିକ୍ ଦାୟୀ। ପବ୍ଲିକ୍ ଯାଇ ଚିନ୍ତା କରୁ যেটা ঠিক কি বল পাবলিক ହିଁ যাই ଗୋଟିଏ ବାଖ୍ୟାରେ କଥାକୁ ଛିଡ଼େଇ ଦେଲେ ଆମେ ବୁଲି ବୁଲି ଯିବା। ହଁ ଏଇଠି ଆଚ୍ଛା ମାଉସୀ ଯେଉଁ ପୁରୀ ଚାରିଦ୍ୱାର ଖୋଲିଗଲା କିନ୍ତୁ ଯେଉଁ ଭିଡ଼ ହେଉଛି ଏଥିପାଇଁ ଦାୟୀ କିଏ ଦାୟୀ ଆପଣ କ'ଣ ଲାଗୁଛି? ଏଇ ଇଏ ଦାୟୀ ସବୁ ଏଇ ଲୋକମାନେ ସରକାରୀ କାହିଁକି ଏଇ ଆମେମାନେ ସବୁ ଦାୟୀ ସବୁ ଭିଡ଼ କରୁଛନ୍ତି ଆଉ ଏତେ ଲୋକ ଏତେ କଳିଯୁଗରେ ଯଦି ଏତେ ସବୁ ଭକ୍ତ ଅଛନ୍ତି ପାପି ପୁଣି କିଏ? ଏଇଟା ଘରେ ତ ବାପା ମାଆଙ୍କୁ ବାଡ଼ଉଛନ୍ତି ଖାଇବାକୁ ଦେଉନାହାନ୍ତି ଭିନେକ ଦେଉଛନ୍ତି ପୁଣି ପୁରୀ ମନ୍ଦିର ଯାଇକି ଏତେ ଭିଡ଼ ହଁ ତାମାନେ କ'ଣ କଳିଯୁଗରେ ଯଦି ଏତେ ଭକ୍ତ ଆସିବେ କେମିତି ହେବ? ହଉ